ଚିତଉ ଅମାବାସ୍ୟାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। କାଲି ହଉଛି ଚିତଉ ଅମାବାସ୍ୟା। ଆମର ପ୍ରତିଟି ଓଡିଆ ଘରେ କେମିତି ଚିତଉ ନହବ ତା ପାଇଁ କଣ କରିବା, ଅଧ କିଲୋ ଅରୁଆ ଚାଉଳ, ଗୋଟେ ନଡିଆ, ସ୍ୱାଦ ଅନୁସାରେ ଟିକେ ଚିନି ଆଉ ଲୁଣ, ତାକୁ ସବୁ ଦେଇକି ଭଲ ଭାବେ ବାଟି ଦେଇକିରି 8-10 ଘଣ୍ଟା ବାହାରେ ରଖିଦବା। ସେ ଟିକେ ଫୁଲିକିରି ଏକଦମ ଫର୍ମେଣ୍ଟ କରିଯିବ। ଆଉ ଏମିତି ମୋଟା ମୋଟା ହିଁ ବାଟିବେ। ତାପରେ ପିତ୍ତଳ ତାୱା ହଉ, କଡେଇ ହଉ କି ଯୋଉଥିରେ ବି ଏମିତି ପାଣି ଆଉ ତେଲ ନେଇଯିବା, ତାକୁ ଟିକେ କପଡାରେ ଏମିତି ବ୍ରସିଂ କରିଦବା। ତା ଦେହରେ ଟିକେ ଆଣ ଦେଇଦବା। ଆଣ ଦେଇକି ଏମିତି ପ୍ଲେଟ ଟେ ଘୋଡେଇ ଦେଇକି ଚାରିପଟେ କପଡା ଦେଇଦବା। ଦେଇକିରି ଏମିତି ପାଣି ଟିକେ ଟିକେ ଷ୍ଟିମ୍ ଦେଇଦବା। 1-2 ମିନିଟ୍ ପରେ ଖୋଲିବା। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଚିତଉ ପିଠା ହେଇଯାଇଛି। ସେମିତି ପୁର ଦିଆ ଚିତଉ ପିଠା ସେମ ପ୍ରୋସିଜର ରେ କରିବା। ପାଣି ଆଉ ତେଲ ଟିକେ ବ୍ରସିଂ କରିଦବା। ଚିତଉ ଆଣ ଦେଇଦବା। ତା ଉପରେ ଟିକେ ଗୁଡର ନଡିଆ ପୁର ହଉ, ନହେଲେ ଛେନା ପୁର ହଉ, ନହେଲେ ଚିନି ପୁର ହଉ, ଏମିତି କପଡା ଦେଇକିରି ଟିକେ ଷ୍ଟିମିଂ କରିବା ପାଇଁ ପାଣି ଦେଇଦବା। ଦେଇଦେଇକି ତାକୁ 1-2 ମିନିଟ୍ ପରେ ଦେଖିବେ ଏମିତି ପୁରା ହେଇଯାଇଛି। ତାକୁ ଟିକେ ଥଣ୍ଡା ହେଲା ପରେ ଖାଇଲେ ବହୁତ ଭଲ ଲାଗେ। ତାପରେ କଣ କରିବା, ଆ ସାଙ୍ଗରେ ନା ଗୋଟେ ଜବରଦସ୍ତ ଗୋଟେ ଘାଣ୍ଟ, ଧଳା ମଟର ପଡିଥିବ। ଘାଣ୍ଟ ଟା ବହୁତ ଭଲ ଲାଗେ। ଚଟଣି ବି ବହୁତ ଭଲ ଲାଗେ। ଦେଖନ୍ତୁ ପୁର ଦିଆ ଚିତଉ ପିଠା ଆଉ ଚିତଉ ପିଠା କେତେ ସଫ୍ଟ ହେଇଛି। କ୍ଷୀର ଦେଇକି ଚିତଉ ପିଠା ଏମିତି ଚିନି ଟିକେ କାରାମେଲ କରିଦେବେ। ତାପରେ କ୍ଷୀର ଦେଇଦେବେ, ନହେଲେ ନର୍ମାଲ ବି କରିପାରିବେ। କ୍ଷୀରଟା ଫୁଟିଗଲା ପରେ ସାଧା ଚିତଉଟା ପକେଇ ପାରିବେ, ନହେଲେ ପୁର ଦିଆ ଚିତଉ ମଧ୍ୟ ଦେଇପାରିବେ। ଦେଇକିରି ଉପରେ ଟିକେ ଏମିତି ଗୁଜୁରାତି ଗୁଣ୍ଡ ଟିକେ ଦେଇଦେବେ। ଦେଇଦେଇକିରି ଆକୁ 1-2 ଘଣ୍ଟା ବତୁରିକି ରହିଲେ ସେଟା ପୁରା ସଫ୍ଟ ହେଇକିରି ବହୁତ ଭଲ ଲାଗେ। ଆପଣ ମାନେ ଯଦି ଅର୍ଡର କରିବାକୁ ଚାହୁଁଛନ୍ତି 9437141055 ନମ୍ବରରେ ମତେ ହ୍ୱାଟ୍ସଆପ୍ କରନ୍ତୁ।